ହଁ ଆଜ୍ଞା, ଏଇ ଯେଉଁ ଅନଲାଇନ୍ ଗେମ୍ ଖେଳି କୋଟିପତି, ମୁଁ ବି ଯାହା ପଢ଼ୁଛି ଆପଣମାନେ ବି ସେୟା ପଢ଼ୁଛନ୍ତି। ତ ମୋ କହିବା କଥା ଇଡି ଟିମ୍ ଏଠି ଯିବାର କାରଣ କ'ଣ କିଛି ମୁଁ ବୁଝିପାରୁନି। ନା ସେ ଚୋରି କରିଛନ୍ତି ନା କ'ଣ କରିଛନ୍ତି? ଆରେ ଅନଲାଇନ୍ରେ ଗେମ୍ ଆସୁଛି, ଖେଳିଲେ ଜିତିଲେ ତାଙ୍କର ପଇସା ସିଏ ରଖିବେ, ତ ତାଙ୍କର ହକ୍ ଅଛି ସେଥିରେ। ତ ଏଥିରେ ତ ଚୋରି କରୁନାହାନ୍ତି, ତ ଏଇଟା ଖୁସି କଥା। ଯାହା ହଉ ଅନଲାଇନ୍ ଗେମ୍ ଖେଳିବେ ନା ତମର ବୋପାଧନ ହେଇଛି, ତମେ ଆଣି ଦେଇଦେଲ। ଆଁ ମାନେ ମୁଁ କିଛି ବୁଝିପାରୁନି। ମୁଁ ଏ ନ୍ୟୁଜ୍ ଦେଖି ମାନେ କମେଣ୍ଟ ଦେବି ଦେବି ପାଗଳ ହେଉଥିଲି, କିନ୍ତୁ କମେଣ୍ଟ ବି ଦେଇପାରୁନି। ମୋ ମୁଣ୍ଡ କିଛି କାମ କଲା ନାହିଁ। ମାନେ ଯେତେ ଚେଷ୍ଟା କଲି କିଏ କମେଣ୍ଟ ଦେବାକୁ, ମୁଁ କମେଣ୍ଟ ବି ଦେଇପାରିନି। କମେଣ୍ଟ ବକ୍ସ ତ ଖୋଲା ଅଛି, କିନ୍ତୁ କମେଣ୍ଟ କ'ଣ ପାଇଁ ଦେଇପାରିଲେ ମୁଁ ଜାଣିନି। କିନ୍ତୁ ମୋର ଗୋଟେ କହିବା କଥା, ତମର ଗାଣ୍ଡିଟା କାହିଁ ଫାଟୁଛି? ଆରେ ସିଏ ତାଙ୍କର ଅନଲାଇନ୍ ଗେମ୍ ଖେଳିଲେ ରୋଜଗାର କଲେ। ହଁ ସିଏ କେଉଁଠି ହଁ ଲକ୍ଷ ଲକ୍ଷ ଟଙ୍କା କେଉଁଠି ଚୋରି କରିକି ଆଣିକି ଯଦି ଅନଲାଇନ୍ ଗେମ୍ ଖେଳିଥାନ୍ତେ ଗୋଟେ ପ୍ରକାର, ସିଏ ଯଦି ସେ ଟଙ୍କାଟାକୁ ଉଠିଥିବେ କି 10 ଟଙ୍କାରୁ ଉଠିଥିବେ, ତ ସିଏ ତାଙ୍କର ମେହନତ କଲେ ସିଏ ପାଇଲେ। ତ ଏଠି ଇଡ଼ିର କ'ଣ କାମ? ମୁଁ ତ କିଛି ବୁଝିପାରୁନି। ତ ଆପଣମାନେ ବି କମେଣ୍ଟ କରିକି କୁହନ୍ତୁ ଏଥିରେ ଇଡ଼ିର କ'ଣ କାମ, ମୁଁ କିଛି ଜାଣିପାରୁନି। ଆଉ ନ୍ୟୁଜ୍ ବାଲା ଗୋଟେ ଗୋଟେ ଏଠି ତାମସା ଲଗେଇଛନ୍ତି। ଆରେ ସିଏ ତାଙ୍କର ଖେଳିଲେ ଜିତିଲେ, ସିଏ ତାଙ୍କର କୋଠାବାଡ଼ି କଲେ, ଯାହା କଲେ ସେ ପଇସାରେ ତାଙ୍କର ଫୁଲ୍ ହକ୍ ଅଛି। ତ ଏଥିରେ କାହାର କିଛି କହିବାର ତ ନାହିଁ। ତ ଅଇକା ମୁଁ ଅଇକା ଗେମ୍ ଖେଳି ଖେଳି ଅଇକା ମାଲାମାଲ ହେଇଥାନ୍ତି, ମୁଁ 2-3 ତାଲା ବାଡ଼େଇ ଦେଇଥାନ୍ତି। ତ ମୁଁ ତ କେଉଁଠି ଚୋରି କରି ଆଣିନି ନା। ତ ମୁଁ ତ ମୋର ମାନେ ମୁଁ କଷ୍ଟରେ ମାନେ ମେହନତ କଲି, ମୁଁ ପଇସା ଲଗେଇଲି ଠିକ୍ ହିସାବରେ, ମୁଁ ମୋର ପାଇଲି, ମୁଁ ମୋର କୋଠାବାଡ଼ି କଲି। ତ ଏଥିରେ ତାଙ୍କର କ'ଣ? ହଁ ଇନକମ୍ ଟ୍ୟାକ୍ସ ଯଦି ଆସିବ, ହଁ ଇନକମ୍ ଟ୍ୟାକ୍ସ କିଛି ଦେଇଦେବା, ଟ୍ୟାକ୍ସ ନେବେ। କିନ୍ତୁ ତା ମାନେ ନୁହଁ ଯେ ମୁଁ ଯେଉଁଟା ମୁଁ ଗେମ୍ ଖେଳିଛି ଜିତିଛି ମୁଁ ସେଇଟା, ତ ମୁଁ ଗୋଟେ ଖୁସି କଥା ନା। ଯାହା ହଉ ମୁଁ ଏତେ ଏତେ ଟଙ୍କା କମେଇ ପାରୁଛି, ଯାହା ହଉ ମୋ ରୋଜଗାରର ବାଟ ଖୋଲିଗଲା। ତ ଏଥିରେ ରୋଜଗାରର ବାଟଟା ବନ୍ଦ କରିବାର କିଛି ମାନେ କାରଣ ତ ନାହିଁ। ମୁଁ କିଛି ବୁଝିପାରୁନି। ଚାକିରି କରିକି ତା ମାନେ ସେ ଯଦି 5 ଲକ୍ଷ ଟଙ୍କା ମାସକୁ ଯଦି କମେଇଲା, ତାହେଲେ ତ ମାନେ ଚାକିରିଟା ଦେବା ଲୋକର ହିଁ ଭୁଲ। ତାର ଗଭର୍ଣ୍ଣମେଣ୍ଟ ଆସି ରେଟ୍ କରିଦେବ, ଚାକିରି କରି ଏତେ ଟଙ୍କା କାହିଁ କମଉଛୁ। ତ ଆପଣମାନଙ୍କ ମତାମତ କ'ଣ କମେଣ୍ଟରେ ଜଣାନ୍ତୁ। ଆଉ ଇଡି କ'ଣ ପାଇଁ ରହିଛି ମୁଁ କିଛି ବୁଝିପାରୁନି। ତ ମୋତେ ଯେତିକି ବାଧୁଛି ସେ ନ୍ୟୁଜ୍ଟା ଦେଖି, ଆପଣମାନଙ୍କୁ କେମିତି ଲାଗୁଛି ମୁଁ ଜାଣିନି। ତ ମୋତେ ବହୁତ ଖରାପ ଲାଗିଲା। ସିଏ ଗୋଟେ ଏତେ କଷ୍ଟ କରି ପଇସା, ଆଉ ସିଏ ପୁଣି ଫେରାର ଅଛନ୍ତି। ମାନେ କ'ଣ ଯେମିତି ଚୋର ଫୋର ଟାଇପ୍ର ସିଏ ଫେରାର ଅଛନ୍ତି। ସେ ଫେରାର ବି କ'ଣ ପାଇଁ ଅଛନ୍ତି ମୁଁ କିଛି ବୁଝିପାରୁନି। ତ ପରିବାର ଲୋକକୁ ଯଦି ଡାଇରେକ୍ଟ କୁହାହେବ ତ ଏତେ ପଇସା କେଉଁଠୁ ଆଇଲା, ପରିବାର ଲୋକ ତ କହିବେ ଏ ତ କାହା ପଇସା ନୁହଁ, ମୋ ପୁଅ ଗେମ୍ ଖେଳି କମେଇଛି। ଏ ଖୁସି କଥା। ପରିବାର ଲୋକ ବି ସେଇ ବାଇଟ୍ ଦେବା ନିହାତି ଦରକାର ନା। ତ ପରିବାର ଲୋକ କହିବେ ହଁ ଆମର ତ ଗେମ୍ ଖେଳି କମେଇଛୁ ନା, ଆମେ କେଉଁ କାହା ଘରୁ ଯାଇ ପଶି ଚୋରି କରିଦେଇଛୁ, କାହା ଘରେ ଯାଇକି କାହାକୁ ମାରିକି ପଇସା ନେଇଯାଇଛୁ। ସେମିତି ଯଦି କିଛି ହେଉଛି, ତାହେଲେ ଆମ ପୁଅକୁ ତୁମେ ଆରେଷ୍ଟ କର, ଆମର କିଛି କହିବାର ନାହିଁ। ତ ଆମ ପୁଅ ତ ଗେମ୍ ଖେଳି କମେଇଛି ନା, ତ ଖୁସିର କଥା ନା। ତ ପ୍ଲିଜ୍ ଭାଇମାନେ ଆକୁ ବହୁତ ମାତ୍ରାରେ ସେୟାର କରନ୍ତୁ। ଆଉ କମେଣ୍ଟରେ ଟିକେ ଜଣାନ୍ତୁ। କମେଣ୍ଟରେ ଜଣେଇଲେ ଟିକେ ଲୋକ ସବୁ ଜାଣିବେ ଯେ ପ୍ରକୃତିରେ ଘଟଣାଟା କ'ଣ। ଆଉ ମୁଁ ଯେତିକିରେ ଭାବୁଛି ସିଏ ଗେମ୍ ଖେଳୁଛି ତ ଭଲ, ଖୁସିର କଥା। ଗେମ୍ ଖେଳି ପଇସା କମାଉଛି। ମୁଁ ବି ମୋର ବହୁତ ଇଚ୍ଛା ଅଛି ସେମିତି ପଇସା କମେଇବ, ତ ମୁଁ କମେଇ ପାରୁନି। ତ ଯିଏ କମାଉଛି ମୋତେ ବହୁତ ଖୁସି ଲାଗୁଛି। ଯାହା ହଉ ଏତେ କୋଟି କୋଟି ଟଙ୍କା ସିଏ କମେଇ ସାରିଲେଣି। ଯାହା ହଉ, ରହୁଛି, ଧନ୍ୟବାଦ।